ହଉ ଠିକ ଅଛି, ସମସ୍ତେ ଖାଇକି ଆସିଛ ତେବେ? ହଉ ତାହେଲେ ସମସ୍ତେ ଖାଇକି ଆସିଛ, ଭଲରେ ଅଛ, ତାହେଲେ ଆମେ ସେଇ ଭଲ ସହିତ ଗୋଟେ ଭଲ ଭଳିଆ ଗୋଟେ ଗପଟେ ଆଜି ଶୁଣିବା। ଆଜି ଆମେ ହଜିଲା ଦିନର କଥା, ଯୋଉ ଭାଗ 1 ଦିଦି ଯାହା ପଢେଇଥିଲେ ସେଗୁଡାକ ମନେ ରଖିଛ ପିଲାମାନେ? ହଉ ଠିକ ଅଛି, ମନେ ରଖିଛ ତ? ହଉ ମନେ ରଖିଛ, ତେଣୁ ମୁଁ ଗୋଟେ ପ୍ରଶ୍ନଟିଏ ପଚାରିବି ଯେ ହଜିଲା ଦିନ କଥା ଭାଗ 1ରେ କାହା ବିଷୟରେ କୁହାଯାଇଥିଲା? ମଧୁବାବୁ, ଉତ୍କଳ ଗୌରବ, ମଧୁସୂଦନ ଦାସ। ଭେରି ଗୁଡ୍ ପିଲାମାନେ, ବଢିଆ, ସବୁ ମନେ ରଖିଛ। ଆଉ ଗୋଟେ ପ୍ରଶ୍ନ ପଚାରିବି, କହିପାରିବ? ମଧୁବାବୁ ସବୁଦିନିଆ ସକାଳ ବୁଲା ସମୟରେ କେଉଁ ବାଡ଼ି ଧରିଥାନ୍ତି? ବବଲୁ କହିଲୁ। ସିଂହ ବାଡ଼ି। ବାଃ, ବଢିଆ, ସମସ୍ତେ ମନେ ରଖିଛ। ଠିକ ଅଛି, ସମସ୍ତେ ମନେ ରଖିଛ, ମତେ ବହୁତ ଭଲ ଲାଗିଲା। ତେଣୁ ତୁମେ ଭାଗ 1ଟା ପଢା ସରିଯାଇଛି, ତେଣୁ ଭାଗ 2 ଯୋଉ ହଜିଲା ଦିନର କଥାର ଭାଗ 2 ଆମେ ଆଜି ପଢିବା, ଆଉ ଗପଟି ଶୁଣିବା, ଆଉ ମନ ଦେଇ ତୁମେ ମାନେ ଶୁଣିବ, ଆଉ ମୁଁ ତାପରେ ପ୍ରଶ୍ନ ପଚାରିବି। ପିଲାମାନେ ଦେଖିପାରୁଛ ତମେ ମାନେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଦେଖିପାରୁଛ? ଠିକ ଅଛି, ଦେଖିଲ ତାହେଲେ ତମେ ମାନେ ସମସ୍ତେ। ଏବେ ଆମେ ଆରମ୍ଭ କରିବା, ଶୁଣିବ ତ ତମେ ମାନେ ମନ ଦେଇ। ସୁଦାମର ଘର ବିଡ଼ାନାସିରେ। ସେ ବାବୁଙ୍କ ଗାଈମାନଙ୍କର ହେପାଜତ କରେ। ଗୁହାଳ, ଗୋବର, ଚୂନ, ଚକଡ଼, ନଡ଼ା, କୁଟା, ଘାସ, କଳଥ ସବୁ ତଦାରଖ କରେ। ଖାଇ ପିଇ ବାବୁଙ୍କ ଘରେ ଥାଏ। ବେଳେ ବେଳେ ଅନ୍ୟ ବଲହାକ କରେ। ତାହେଲେ ସୁଦାମ କ'ଣ କରନ୍ତି? ସୁଦାମ ଗାଈମାନଙ୍କର ହେପାଜତ କରନ୍ତି, ଆଉ ଅନ୍ୟାନ୍ୟ କାମ ମଧ୍ୟ ବାବୁଙ୍କର କରନ୍ତି। ଦେଖିପାରୁଛ ତମେ ମାନେ ଗାଈମାନେ କୋଉଠି ରୁହନ୍ତି? ଗୁହାଳରେ। ତ ସେମିତି ମଧୁବାବୁଙ୍କର ମାନେ ଏମିତି ଗୋଶାଳା ଥିଲା, ଯୋଉଠି ସେ ଗାଈମାନଙ୍କୁ ରଖୁଥିଲେ, ଆଉ ସୁଦାମ ତାଙ୍କର ସେ ଗାଈମାନଙ୍କର ହେପାଜତ କରୁଥିଲେ, ଆଉ ତାଙ୍କର ଯତ୍ନ ମଧ୍ୟ ନେଉଥିଲେ। ବାବୁ ତଲାସ କରି ବୁଝିଲେ, ଏମାନେ ଆଜି କେବଳ ଆସିନାହାନ୍ତି, ଏମିତି ଗଲା କେତେ ଦିନ ଧରି ଆସୁଛନ୍ତି, ପୁଣି ପଇସା ଦେଇ କ୍ଷୀର ନେଉଛନ୍ତି। କିଏ ପାଏ ତ କିଏ ଅଧ ପାଏ, ସବୁ ପଇସା ଦେଉଛନ୍ତି ସୁଦାମକୁ। ବାବୁଙ୍କର ମଥାକୁ ରାଗ ଚଢିଗଲା। ମନେ ମନେ ସେ ନିଆଁ ହୋଇଗଲେ ସୁଦାମ ଉପରେ। ତାଙ୍କ ଅଜାଣତରେ ସୁଦାମ କ୍ଷୀର ବିକି ପଇସା ରଖୁଛି। ଆଜି ସୁଦାମ ଘରୁ ବିଦା ହେବ। ହେଲେ ସୁଦାମ ତ ସେପରି ଲୋକ ନୁହେଁ, ଏତେ ଦିନ ଧରି ରହିଲାଣି। ବାବୁଙ୍କର କ'ଣ ଲୋକ ଚିହ୍ନିବାରେ ତେବେ କ'ଣ ଏତେ ଭୁଲ ରହିଗଲା? ତାହେଲେ ସୁଦାମ କ'ଣ କରୁଥିଲେ? ସୁଦାମ କ୍ଷୀର ବିକ୍ରି କରୁଥିଲେ। ତ ସୁଦାମଙ୍କ ଉପରେ କିଏ ରାଗୁଥିଲେ? ମଧୁବାବୁ ସୁଦାମଙ୍କ ଉପରେ ରାଗିଗଲେ। ସେ ମନେ ମନେ ନିଆଁ ହେଇଗଲେ। ସୁଦାମକୁ ପାଖକୁ ଡାକି ବାବୁ ପଚାରିଲେ। ସୁଦାମ ସିଧା ସିଧା ମାନିଗଲା। ସିଏ କାହିଁକି ଲୁଚାଇବ? ପଠି ଖର୍ଚ୍ଚ ବାଦ କ୍ଷୀର ଢେର ବଳକା ହେଉଛି। ସେ କ୍ଷୀର ଆଉ କ'ଣ ହେବ? ତେଣୁ ସେ ବିକି ଦେଉଛି। ସେଇ ପଇସାରେ ଗାଈଙ୍କ ପାଇଁ ଚୁନି, ଚକଡ଼, ପିଡ଼ିଆ, ନଡ଼ାପାଳ କିଣି ଖାଇବାକୁ ଦେଉଛି। ତାହେଲେ ସୁଦାମ ସେ କ୍ଷୀର ବିକ୍ରି କରି ସେ କ'ଣ କରୁଛି? ସେ କ୍ଷୀର ବିକ୍ରି ପଇସାରେ ସେ ଗାଈଙ୍କର ଖାଦ୍ୟ ଆଣୁଛନ୍ତି। ଶୁଣୁଛ ତ ପିଲାମାନେ? ହଉ, ମନ ଦେଇ ଶୁଣୁଛ ତେବେ? ଏସବୁ ଶୁଣି ଗର୍ଜି ଉଠିଲେ ବାବୁ। ହଇରେ, ମଧୁଦାସ ଶେଷକୁ କ୍ଷୀର ବିକିବ? ଛି ଛି,
ତା ପୁଣି ଗରିବ ଲୋକଗୁଡ଼ାକୁ। ଲୋକେ ଶୁଣିଲେ କଣ କହିବେ? ଗାଈଙ୍କର ଯଦି ଦାନାର ଅଭାବ ହେଉଛି ମୋତେ ଜଣାଇଲୁ ନାହିଁ। ଖାଇବାକୁ ଦେଇ ନ ପାରିଲେ ମଧୁ ଦାସ ଗୋଟି ଗୋଟି କରି ସବୁ ଗାଈ ବିକିଦେବ ସିନା, କ୍ଷୀର ବିକି ପାରିବ ନାହିଁ। ଅଭାବ ଭିତରେ ଉତ୍କଳ ଟ୍ୟାନେରୀ ଜୋତା କାରଖାନାଟା ନିଲାମ ହୋଇଗଲା। ତା ଦେହ ସହିଲା, ତଥାପି ମଧୁ ଦାସ ତଳକୁ ଖସି ଯାଇ ନାହିଁ। ନା, ତା ହୋଇପାରିବ ନାହିଁ। କାଲିଠାରୁ କ୍ଷୀର ମାଗଣା ଦିଆଯିବ। ଗାଈ ଦୁହାଳ ଥିବା ପର୍ଯ୍ୟନ୍ତ ଅଠି ଖର୍ଚ୍ଚରୁ କାଟି ଏଇ ଛୁଆମାନଙ୍କୁ କ୍ଷୀର ଦିଆଯିବ। ତାହେଲେ ମଧୁ ଦାସ ଦୁଃଖୀ ଦରିଦ୍ରମାନଙ୍କର ଦୁଃଖ ନ ସହିପାରି ସେ କଣ କଲେ? ମାଗଣାରେ ସେମାନଙ୍କୁ କ୍ଷୀର ଦେବା ପାଇଁ କହିଲେ। କେତେ ମହାନ ତାଙ୍କର ଚିନ୍ତାଧାରା! ଗପଟି ଶୁଣିଲ? ଏବେ ଆସ ଜାଣିବା କେତୋଟି ଶବ୍ଦ। କହିବ ତମେମାନେ, ମୁଁ ଯୋଉ ଶବ୍ଦ ଗୁଡାକ ପଢିବି ମତେ ଖୋଜିକି କହିବ। ଯୋଉ ନିଲାମ, ନିଲାମ ଲେଖା ହେଇଛି, ସେ ନିଲାମ ଦେଖିପାରୁଛ ତମେମାନେ? ମୁଁ ଯୋଉ ଗପଟି କହିଲି ତୁମ ବହିରେ ନିଲାମଟି କୋଉଠି ଲେଖା ହେଇଛି ଦେଖିଲ? ଖୋଜିକି କହିଲ। ମିଟୁ, ଖୋଜିକି କୁହ। ଉତ୍କଳ ଟ୍ୟାନେରୀ ଜୋତା କାରଖାନାଟି ନିଲାମ ହୋଇଗଲା। ହଁ, ଯେମିତିକି ପୋଖରୀ ନିଲାମ ହୁଏ। ତୁମେ ଜାଣିଛ, ଶୁଣିଛ ତ? ଯେ ପୋଖରୀ 5,000 ଟଙ୍କାରେ ପୋଖରୀ ନିଲାମ କରାଗଲା। ଭେରି ଗୁଡ୍, ବହୁତ ବଢିଆ, ସଙ୍ଗେ ସଙ୍ଗେ ଖୋଜିଦେଲ। ବାଃ, ସବୁ ମନ ଦେଇ ଶୁଣିବା ସହିତ ଦେଖୁଥିଲ ବହି। ତାପରେ ଦେଖ, ହେପାଜତ ଲେଖାଯାଇଛି। ତ ହେପାଜତ ତୁମ ବହିରେ କୋଉଠି ଅଛି? କିଏ ଖୋଜିବ ଆଗ? ଖୋଜିକି କହିଲ। ସୁଦାମ ଗାଈମାନଙ୍କର ହେପାଜତ କରେ। ହଁ, ତାହେଲେ ସେ ସୁଦାମ ଗାଈମାନଙ୍କର କଣ କରନ୍ତି? ଯତ୍ନ ନିଅନ୍ତି। ହଁ ତ? ହଉ, ତାପରେ ଲେଖ, ପାଏ ଲେଖା ହେଇଛି। ପାଏ କୋଉଠି ଲେଖା ହେଇଛି? ଖୋଜିକି କୁହ। କ୍ଷୀର ସିଏ ପାଏ ବା ଅଧ ପାଏ ବିକ୍ରି କରନ୍ତି। ପାଏ ମାନେ, ତାହେଲେ ଆମେ ଜାଣିଲୁ ଗୋଟେ ଜିନିଷର 4 ଭାଗରୁ 1 ଭାଗକୁ ଆମେ ପାଏ ବୋଲି କହିବା। ତାପରେ ଦେଖ, ତଲାସ। ସୁକନ୍ୟା, ତୁମେ କୁହ। ତଲାସ ଲଗେଇ ଗୋଟେ ବାକ୍ୟ କହିଲ। ଦିଦିଙ୍କର ଟେବୁଲରେ ଥିବା କଲମଟିକୁ ତଲାସ କଲ। ହଉ, ଭେରି ଗୁଡ୍, ବହୁତ ବଢିଆ, ସବୁ ଉତ୍ତର ଦେଇପାରୁଛ। ଏଇଥର ମୁଁ କିଛି ତା ଭିତରୁ ପ୍ରଶ୍ନ ପଚାରିବି, କହିବ ତ? ହଉ, ଠିକ ଅଛି। ତାହେଲେ ମନ ଦେଇ ଶୁଣ ପ୍ରଶ୍ନଟି। ସୁଦାମ ବାବୁଙ୍କର କେଉଁ କାର୍ଯ୍ୟ କରନ୍ତି? ଗାଈମାନଙ୍କର ହେପାଜତ କରନ୍ତି। ଆଉ କଣ କାମ କରନ୍ତି? ଅନ୍ୟାନ୍ୟ କାମ ମଧ୍ୟ କରନ୍ତି। ଭେରି ଗୁଡ୍, ବହୁତ ବଢିଆ। ଆଉ ତାପରେ ଆଉ ଗୋଟେ ପ୍ରଶ୍ନ ପଚାରିବି, କୁହ ତାହେଲେ ତାର ଉତ୍ତର କଣ ହେବ? ଆମେ ପଢିଥିବା ଅନୁଚ୍ଛେଦରେ କେଉଁ ପଶୁ କଥା କୁହାଯାଇଥିଲା? ଛେଳି? ଗାଈ? ବାଃ, ବଢିଆ ବବଲୁ, ଭେରି ଗୁଡ୍। ବବଲୁ ପାଇଁ ତାଳି ଦବା। ତାହେଲେ ସେ ଗାଈ ମାନଙ୍କ କଥା କୁହାଯାଇଥିଲା। ଗାଈ ଆମର ଗୃହପାଳିତ ପଶୁ। ତାହେଲେ ଏମିତି ବହୁତ ପଶୁ ରହିଥାନ୍ତି ଯୋଉମାନଙ୍କୁ ଆମେ ଘରେ ପାଳନ କରୁ। ଆଉ ଗୋଟେ ପଶୁର ଉଦାହରଣ ଦେଲ। କୋଉ ପଶୁ ତମେ ଘରେ ପାଳ? ଛେଳି, କୁକୁର? ତୁମ ଘରେ କୁକୁର ବି ଅଛି? ହଉ, ଠିକ ଅଛି, ଭେରି ଗୁଡ୍। ଆଉ ଗୋଟେ ପ୍ରଶ୍ନ, କ୍ଷୀର ବିକ୍ରି ପଇସା ସୁଦାମ କଣ କରୁଥିଲେ?
କ୍ଷୀର ପଇସାରେ ଆମେ କଣ କରୁଥିଲେ? ସେ ଗାଈମାନଙ୍କ ପାଇଁ କଣ ଆଣୁଥିଲେ? ଓ ଚୁନି, ଚୋକଡ଼, ପିଡ଼ିଆ। ଓ ଭେରି ଗୁଡ୍। ହଁ, ସେ ଗାଈମାନଙ୍କ ପାଇଁ ଖାଦ୍ୟ ସବୁ ଆଣୁଥିଲେ। ମଧୁବାବୁ ସୁଦାମ ଉପରେ କାହିଁକି ରାଗିଗଲେ? କାହିଁକି ନା ସୁଦାମ କଣ କରୁଥିଲେ? କହିଲ ଦେଖି ପିଲାମାନେ। ଓ ସୁଦାମ କ୍ଷୀର ବିକି ଦେଉଥିବାରୁ ହଁ, ସେ ଦୁଃଖୀ ଦରିଦ୍ର ମାନଙ୍କୁ କ୍ଷୀର ବିକ୍ରି କରୁଥିଲେ, ତେଣୁ ସେଇଥିପାଇଁ ସେ ସୁଦାମ ଉପରେ ଚିଡ଼ିଗଲେ, ରାଗିଗଲେ। ତୁମେ କାହା ଉପରେ ରାଗୁଛ? ରାଗୁନ, ଭଲ ପିଲାମାନେ ଆଉ ଜମା ରାଗନ୍ତିନି ଆଉ। ଆଉ ଗୋଟେ ପ୍ରଶ୍ନ ପଚାରିବି। ମଧୁବାବୁଙ୍କ ଜୋତା କାରଖାନାର ନାମ କଣ ଥିଲା? ଉତ୍କଳ ଟେନେରୀ। ଓ, ପ୍ରଥମରୁ ଜାଣିଯାଇଛ ଏଇଟା? ବଢିଆ। ଭେରି ଗୁଡ୍। ସମସ୍ତଙ୍କ ପାଇଁ ଆମେ ତାଳି ଦେବା, ସମସ୍ତେ ମିଶିକି ତାଳି ମାରିବା। ଠିକ ଅଛି। କେତେ ଭଲ ସେ ଗପ ଶୁଣିଲ, ସବୁ ପ୍ରଶ୍ନର ଉତ୍ତର ବି ଦେଲ। ଆଉ ସମସ୍ତେ କେହି ବଦମାସି କରିନ, ସବୁ ଭଲ ପିଲା ଗୁଡାକ ମୋର। ଥ୍ୟାଙ୍କ ୟୁ।